କଛା ଧରିନାହାନ୍ତି ତ ଯଦି ତାଙ୍କ କଛା ଧରି ପକେଇଥାନ୍ତେ ଭଲ ହେଇଥାନ୍ତା ମୋହନ ମାଝି। ଆଉ ସିଏ ନୂଆ ସିଏ ଯିଏ ସଭାପତି ସିଏ ସିନିୟର ଲୋକ ଗୋଟେ ଜୁନିୟର ଲୋକଟିଏ। ଗୋଟେ ଏମଏଲଏ ଥିଲା ନିତିନ ନବୀନ ଆଉ ସିଏ କଣ କି ଥରେ ଏମଏଲଏ ଗୋଟେ ମାମୁଲି ଏମଏଲଏ ତାଙ୍କର କଣ ଗୋଟେ ଫୁଟିଂ ଅଛି। ଗଡକରୀ ଥିଲେ ଏମାନେ ସବୁ ଥିଲେ ଆଉ ତାଙ୍କ କଛା ଧରିନାହାନ୍ତି ତ ଯଦି ତାଙ୍କ କଛା ଧରି ପକେଇଥାନ୍ତେ ଭଲ ହେଇଥାନ୍ତା ମୋହନ ମାଝି। ଏତେ ବ୍ୟାକୁଳ କାହିଁ ହଉଛ ମୋହନ ମାଝି? ଏତେ କାହିଁ କ୍ରାକ୍ ହେଇଯାଉଛ? ଏତେ କାହିଁ ମାନେ ଯାହା କୁହାଯାଏ ଭାସି ଯାଉଛ? ଏଗୁଡା ସିଏ ତ ତମଠୁ ମୋହନ ମାଝି ଯଥେଷ୍ଟ ଜୁନିୟର। ତମେ ତାହେଲେ 3-4 ଥର ଏମଏଲଏ ସେ ଥରେ। ତାକୁ ଗୋଟେ ପଇସା ଅଛି ବୋଲି ତମେ ବସେଇ ଦେଇଛ। ତାର କଣ ଅଛି ଫୁଟିଂ? କାଲି ସେ ଜାଁଳା ଯାଇଥିଲେ ଆମ ତରାବଇ ଯାଇଥିଲେ ତାଙ୍କର କ୍ୟାମ୍ପ ଚାଲିଛି ମୋଦି ନିର୍ବାଚନ ମଣ୍ଡଳୀ ମୁଁ ସେଠିକି ଯାଇଥିଲି। କେହି ନାଇଁ ମୁଁ ସେଇ ଏରିଆରେ ମୋ ପ୍ରୋଗ୍ରାମ ମୁଁ ତାଙ୍କ ପ୍ରୋଗ୍ରାମ କଣ ଯିବି ବିଜେପି ପ୍ରୋଗ୍ରାମ ପଦ୍ମ କୁଆଡେ ପାଖୁଡା ଗଲାଣି କେଶୁରଟା ଅଛି କୋଉଦିନ କେଶୁର ଝଡି ପଡିବ ମୋଦି ସିଆଡୁ ଝଡିକି ବନକୁ ଯାଇଥିବେ ରାହୁଲ ଗାନ୍ଧୀ ଫେରେ ଆସିବେ ସିଆଡୁ ସମୟକୁ ଅପେକ୍ଷା କର କଂଗ୍ରେସ କମିଂ। ତାଙ୍କର ତ ଜଣେ କହୁଛି ଯେତେ ଚେୟାରମ୍ୟାନ ଫିଲଅପ ହେଇଯିବ ଜଣେ କହୁଛି ଯେତେ ପୋଷ୍ଟ ସବୁ ଭର୍ତ୍ତି କରିଦେବି ଇଆଡେ ସଭାପତି କହୁଛି 15 ଦିନରେ ହବ। କାଲି ଜଣେ ମନ୍ତ୍ରୀ କହିଲେଣି ଜଲ୍ଦି ହବ। ମୁଖ୍ୟମନ୍ତ୍ରୀ କହିଲେଣି ହଉଛି ବୋଲି 2 ବର୍ଷ ଗଲାଣି। ତେଣୁ ତାଙ୍କ ଦଳ କଥା ମୁଁ କହିପାରିବି। ଆରେ କେରଳ ଯେ ହେଇଛି ସେ 8 ଥର ଏମଏଲଏ ଭଦ୍ର ଉଚ୍ଚ ଶିକ୍ଷିତ ଆସୁ ଆସୁ ମହିଳା ମାନଙ୍କୁ ଆଗ ସୁବିଧା ଦେଇଛି। ଖୁବ ବଢିଆ ପରିସ୍ଥିତି 50% ମହିଳା ହଉଛନ୍ତି କଣ୍ଟ୍ରିରେ ଭାରତ ବର୍ଷ ପୃଥିବୀରେ ସେମାନଙ୍କୁ ପାର୍ଟି ଦବା ଦରକାର। ଇଏ ମୋଦି ଏତେ ଦିନ ରହିଲା କଣ ମହିଳା ପାଇଁ କରିଛି? କଣ କରିଛି ଦେଶରେ ମହିଳାଙ୍କ ପାଇଁ? ରାଜ୍ୟରେ କଣ କରିଛନ୍ତି ମହିଳାଙ୍କ ପାଇଁ? କେବଳ ଏକାଠି କରିକି ଟିକେ ଜଳଖିଆ ଦଉଛନ୍ତି ମେଳା କରିକିରି ଗାଡିରେ ଆଣିକିରି